ରଘୁଆ ଖଟି। ନମସ୍କାର ପିଲାମାନେ, ରଘୁଆ ଖଟି ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆସନ୍ତୁ ଆମେ ଶୁଣିବା ଗୋଟେ କାହାଣୀ। କାହାଣୀଟିର ନାଁ ହେଲା ଜଙ୍ଗଲର ସତ୍ୟ ଶକ୍ତି। ଆଚ୍ଛା ପିଲାମାନେ, ତମେମାନେ ଯଦି ଆମ ଚ୍ୟାନେଲକୁ ନୂଆ କରି ଆସିଥାଅ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବନି। ଆଉ ହଁ, କାହାଣୀଟି ଯଦି ଭଲ ଲାଗେ ତାହେଲେ ଲାଇକ୍ ଆଉ ସେୟାର କରିବାକୁ ଜମାରୁ ଭୁଲିବନି। ତାହେଲେ ଆସନ୍ତୁ କାହାଣୀଟି ଆରମ୍ଭ କରିବା। ସୁମଣ୍ଡଳ ଜଙ୍ଗଲରେ ରହୁଥିଲେ ଚାରି ମିତ୍ର। ସିଂହ ସିଂହରାଜ, ମିଲୁ ବିଲୁଆ, ଭୋଲା ଭାଲୁ ଓ ଚିକୁ ଚଢ଼େଇ। ମୁଁ ଏ ଜଙ୍ଗଲର ରାଜା। ମୋ ଭଳି ଶକ୍ତିଶାଳୀ କେହି ନାହିଁ। ଶକ୍ତି ଥିଲେ ବି ବୁଦ୍ଧି ନଥିଲେ କିଛି କାମକୁ ନୁହଁ, ଜମା ନୁହଁ, ଜମା ନୁହଁ। ଆରେ ତମମାନଙ୍କ କଥା ଶୁଣି ମୋତେ ହସ ଲାଗୁଛି। ତୁମେମାନେ ଅତି ଛୋଟ ଛୋଟ ପ୍ରାଣୀ। ତମେ ମୋ ଶକ୍ତି ବିଷୟରେ କ'ଣ ଜାଣିବ? ଅହଙ୍କାର ଭଲ ନୁହେଁ ମହାରାଜ। ବେଶୀ ଅହଙ୍କାର କଲେ ନିଜର ହିଁ ସର୍ବନାଶ ହେଇଥାଏ। ଜାଣିଛ ସାଙ୍ଗମାନେ, ଏ ଜଙ୍ଗଲରେ ଅନେକ ଅଜବ ଅଜବ ଘଟଣା ସବୁ ଘଟୁଛି। ଗଛ ଶୁଖି ଯାଉଛି, ପାଣି କମି ଯାଉଛି। ଓ ଏହି କଥା ତ। ହଁ, ମୁଁ ଅଛି ନା। ତୁମେମାନେ ଭୟ କରିବାର କିଛି ନାହିଁ। ସବୁ ଠିକ୍ ହେଇଯିବ। ସବୁ ଠିକ୍ କରିଦେବି ମୁଁ। ହଁ। ଅହଙ୍କାର ଭଲ ନୁହେଁ ମହାରାଜ। ବେଶୀ ଅହଙ୍କାର କଲେ ନିଜର ହିଁ ସର୍ବନାଶ ହେଇଥାଏ। ଏ ଦେଖରେ ଦେଖ ଦେଖ ଦେଖ, ସେ ପାହାଡ଼ ପାଖରୁ କେମିତି ଧୂଆଁ ବାହାରୁଛି। ଭୂମିକମ୍ପ ହେବ, ବାତ୍ୟା ହେବ, ବନ୍ୟା ହେବ, ଏ ଜଙ୍ଗଲ ଧ୍ୱଂସ ହେଇଯିବ। ଏହା କିଛି ଭଲ ସଂକେତ ନୁହେଁ। ଦୂରରୁ କାଳିଆ ନାଗର ମଣିଟି ଜକ ଜକ ହୋଇ ଦେଖାଯାଉଥିଲା। ଆବେ ଏ ଜଙ୍ଗଲରେ ବର୍ତ୍ତମାନ ମୁଁ ରାଜ କରିବି। ମୁଁ ମାନେ କଳା ନାଗ। ଆରେ ତୁ ଏଠାରୁ ଯା। ଏଇଟା ଆମ ଘର। ଆମ ଘର ଭିତରେ ତୁ ମୁଣ୍ଡ ଖେଳା ନା। ତୋ ଗର୍ଜନ ମତେ ଜମା ଭୟ ଲାଗୁନି ସିଂହ। ତୁ ବୋଧେ ଜାଣିନୁ ମୋର ସାହସ କେତେ। ଦେଖିବୁ, ଆବେ ଦେଖିବୁ ମୋ ସାହସ। ଏଇ ଦେ। ଦେଖିଲୁ ତ ମୋର ସାହସ। ଆଉ ଯଦି ମୋ ସହିତ ବେଶୀ ପଙ୍ଗା ନବୁ ତାହେଲେ ତତେ ବି ଏଇ ଗଛ ଭଳି ଶୁଖେଇ ଦେବି। ସାଙ୍ଗମାନେ ରହିଯାଅ। ଏକା ଲଢ଼ିଲେ ଆମେମାନେ ହାରିଯିବା। ତାହେଲେ ତାହେଲେ ତୁ କ'ଣଟା କରି ପକଉ ବାପ କହିଲୁ? ମୋ ପାଖରେ ଗୋଟିଏ ଯୋଜନା ଅଛି। ଏ ପାହାଡ଼ ପାଖରେ ପବିତ୍ର ଜଳ ଅଛି, ଯାହାକି ବିଷକୁ ନଷ୍ଟ କରିଦେବ। କିଛି ସମୟ ପରେ ସମସ୍ତେ ଏକାଠି ଯାଇ ଯୋଜନା ମୁତାବକ କାମ କଲେ ଆଉ ସାପକୁ ହରାଇ ଦେଲେ। ତାପରେ ସାପ ହାରିଯାଇ ସେମାନଙ୍କୁ ଅନୁରୋଧ କରି କହିଲା। କିଛି ସମୟ ପରେ ସମସ୍ତେ ଏକାଠି ଯାଇ ଯୋଜନା ମୁତାବକ କାମ କଲେ ଆଉ ସାପକୁ ହରାଇ ଦେଲେ। ତାପରେ ସାପ ହାରିଯାଇ ସେମାନଙ୍କୁ ଅନୁରୋଧ କରି କହିଲା। ସେଇଦିନ ଠାରୁ ସମସ୍ତେ ଜଙ୍ଗଲରେ ଏକାଠି ମିଶି ରହିଲେ। ତ ପିଲାମାନେ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିବା ସହିତ ସମସ୍ତଙ୍କୁ ବୁଦ୍ଧି ବି ଶିଖେଇବା ନିହାତି ଦରକାର।